ଖାକିରେ ଲାଗିଲା ପ୍ରେମ ଭଳି ପବିତ୍ର ଶବ୍ଦର କଳଙ୍କ ଦାଗ। 2017 ମସିହାରୁ ଭଲ ପାଉଥିବା ଯୁବତୀକୁ ଧୋକା ଦେଇ ଗିରଫ ହୋଇଛନ୍ତି ସବ୍ ଇନ୍ସପେକ୍ଟର। ଝିଅ ବଖାଣୁଥିଲା ପୁଅର ଚାକିରି ପୂର୍ବରୁ ପ୍ରେମ ସମ୍ପର୍କର କାହାଣୀ। ଆଉ ସେପଟେ ପୋଲିସ ଗାଡ଼ିରେ କ୍ୟାମେରା ଆଗରେ ମୁହଁ ଲୁଚାଉଛି ଯୁବକ। ହେଲେ ସେ ପୁଅ କ'ଣ ପାଇଁ 2017 ମସିହାରୁ ଭଲ ପାଉଥିବା ଏହି ପ୍ରେମିକକୁ ଧୋକା ଦେବାକୁ ଚାହୁଁଥିଲା? ଏସବୁ ଜାଣିବା ଆଜିର ଏହି ପ୍ରେମ ଆଉ ପ୍ରତାରଣାର କାହାଣୀରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର ଜିଲ୍ଲା ବଡ଼ ତଳପଦା ଗାଁର ବିଜୟ ସାହୁ ସେହି ଅଞ୍ଚଳରେ ପାଠ ପଢ଼ୁଥିବା ଜଣେ ଯୁବତୀକୁ 2017 ମସିହାରୁ ଭଲ ପାଉଥିଲା। ଏହି ଭଲ ପାଇବା ଭିତରେ ଅନେକ ଆଡ଼େ ବୁଲିବାକୁ ଯାଇଛନ୍ତି, ଆଉ ମନ୍ଦିରରେ ବାହା ବି ହୋଇଛନ୍ତି। ଖାଲି ସେତିକି ନୁହେଁ ଆଜ୍ଞା, ବିଜୟ କୁଆଡ଼େ ତା ପ୍ରେମିକାକୁ ବୁଲେଇବାକୁ ନେଇ ଅନେକ ଥର ଲଜ୍କୁ ନେଇଛି, ଆଉ ଶାରୀରିକ ସମ୍ପର୍କ ବି ରଖିଛି। ଭଲ ପାଇ ଘରକୁ ନିଜ ସ୍ତ୍ରୀ କରି ନେବା ବଦଳରେ ଆଜି ଜେଲ୍ ଯାଉଛି ବିଜୟ। ହେଲେ କାହିଁକି? ହଁ ଆଜ୍ଞା, ପ୍ରେମ ଆଉ ଶାରୀରିକ ସମ୍ପର୍କ ପରେ ଏବେ କୁଆଡ଼େ ବିଜୟର ଆଉ ତା ପ୍ରେମିକା ପ୍ରତି ଲୋଭ ନାହିଁ। ଏହାର କାରଣ ପୋଲିସ ଅଫିସର। ହଁ ଆଜ୍ଞା, ବିଜୟକୁ କୁଆଡ଼େ ସବ୍ ଇନ୍ସପେକ୍ଟର ଚାକିରି ମିଳିଯାଇଛି। ଆଉ ନୂଆ ନୂଆ ପୋଲିସ ଚାକିରି ପାଇଥିବା ବିଜୟ ପୁରୁଣା ପ୍ରେମିକକୁ ଭୁଲିଯିବାକୁ କହିଲା। କାରଣ ଏବେ ସେ ପୋଲିସ ଚାକିରି ପାଇଛି, ତା ପଛରେ କେତେ ସୁନ୍ଦରୀ ଯୁବତୀଙ୍କ ଲାଇନ୍ ଲାଗିବ, ୟାକୁ ଆଉ ପଛରେ କିଏ? ଏମିତିରେ ବିଜୟ ପୋଲିସ ଚାକିରି ପାଇସାରିଛି, ତାର କିଏ ବା କ'ଣ କରିପାରିବ? ହେଲେ ଫଳ ଟିକେ ଉଲ୍ଟା ହୋଇଗଲା। ବିଜୟ ଧୋକା ଦେଇଥିବା ଯୁବତୀ ପ୍ରଥମେ ବାଲିଆପାଳ ଥାନାରେ ଏତଲା ଦେଲା। ଆଉ ପୋଲିସ ବାବୁମାନେ ଆମ ବିଜୟ ସାର୍ ମାଲକାନଗିରିରେ କାର୍ଯ୍ୟରତ ଥିଲାବେଳେ ତାଙ୍କରି ପୋଲିସ ଟିମ୍ ତାଙ୍କୁ ଗିରଫ କରିଛି। ଦର୍ଶକ ବନ୍ଧୁ, ଏହି କିଛି ଦିନ ଆଗରୁ ଏମିତି ଏକ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଜଣେ ଯୁବକ ଓଏସ୍ ପାଇବା ପରେ ଷଷ୍ଠ ଶ୍ରେଣୀରୁ ଭଲ ପାଉଥିବା ଯୁବକ ତା ପ୍ରେମିକାକୁ କେମିତି ବାହା ହେବାକୁ ମନା କରିଥିଲା, ଆଉ ଥାନାରେ ମାମଲା ପହଞ୍ଚିଥିଲା। ପ୍ରଥମେ ପୁଅର ବାପା ସବୁ ମନା କରୁଥିଲେ ବି ପରେ ଓଏସ୍ ପୁଅ ସବୁ ସତ ମାନିଥିଲା, ଆଉ ଯୁବତୀକୁ ସ୍ତ୍ରୀ ରୂପରେ ଗ୍ରହଣ କରିବାକୁ ରାଜି ବି ହୋଇଯାଇଥିଲା। ଆଉ ଏବେ ପୁଣି ଏମିତି ଏକ ଘଟଣା ଶୁଣିବାକୁ ମିଳିଛି, ସେ ପୁଣି ପୋଲିସ ବାବୁ ନିଜେ କରିଛନ୍ତି। ଓ ପୋଲିସ ବାବୁ, ତମେ ପୋଲିସ ହେଇ ଯଦି ନିଜେ ଏମିତି କରିବ, ତାହେଲେ ପ୍ରେମରେ ଧୋକା ଖାଇ ତମ ପାଖକୁ ଅଭିଯୋଗ ନେଇ ଆସିଲେ ତମେ କ'ଣ ନ୍ୟାୟ ଦେବ? ଦର୍ଶକ ବନ୍ଧୁ, ଏଠି କାହାର ଭୁଲ, ପୁଅର ନା ଝିଅର? ଏଠି କ'ଣ ପ୍ରେମ ଭୁଲ, ନା ପ୍ରେମ ନାଁରେ ଏଭଳି ପ୍ରତାରଣା କରୁଥିବା ଯୁବକମାନଙ୍କୁ କି ଦଣ୍ଡ ମିଳିବା ଦରକାର? ମୁଁ କହୁନି ସବୁ ପ୍ରେମରେ କେବଳ ପୁଅମାନଙ୍କର ଭୁଲ। ଅନେକ ଘଟଣାରେ ଝିଅମାନେ ବି ପୁଅମାନଙ୍କୁ ଧୋକା ଦେବାରେ ନଜର ଆସିଛି। ହେଲେ କେତେବେଳେ ଝିଅମାନଙ୍କୁ ଦଣ୍ଡ ମିଳିବାର ନଜର ଆସିନି। ଆମେ ମାନୁଛୁ ଏ ପୁଅ ଭୁଲ କରିଛି, ତାକୁ ଦଣ୍ଡ ମିଳିବା ନିହାତି ଦରକାର। ହେଲେ ଯେତେବେଳେ ଝିଅମାନେ ପୁଅମାନଙ୍କ ସହିତ ଏମିତି କରୁଛନ୍ତି, ତାଙ୍କୁ କ'ଣ ଦଣ୍ଡ ମିଳିବା ଦରକାର ନୁହେଁ? ବିଚାର ଆପଣଙ୍କର। ଆଉ ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।